ଧର୍ମୀୟ ଦର୍ଶନ ଫିଲୋସଫି ଅଫ୍ ରିଲିଜିଅନ୍ 8 ପୃଷ୍ଠାର ଲିଖିତ ଆଲୋଚନା। ଧର୍ମ ବା ଐଶ୍ୱରୀୟ ବିଶ୍ୱାସ ଈଶ୍ୱରଙ୍କୁ ମାନିବା ବିଶ୍ୱାସରେ ଏବଂ ପାଳିବା ଧାର୍ମିକ କାର୍ଯ୍ୟ ପାଇଁ ଭଗବାନଙ୍କ ଦ୍ୱାରା ସୃଷ୍ଟି। କାରଣ ମଣିଷ ନିଜେ ନିଜକୁ ସୃଷ୍ଟି କରିନାହିଁ, ନିଜେ ନିଜେ ସୃଷ୍ଟି ହୋଇନାହିଁ। ମଣିଷକୁ ଭଗବାନ ହିଁ ସୃଷ୍ଟି କରିଛନ୍ତି, ନିଜର ଆରାଧନା ପାଇଁ ସୃଷ୍ଟି କରିଛନ୍ତି ବୋଲି ନିଜ ପ୍ରବର୍ତ୍ତିତ ଆକାଶୀ ବହି ଦିବ୍ୟ ପବିତ୍ର କୋରାନରେ କହିଛନ୍ତି। ମଣିଷ ତାଙ୍କୁ ଏକମାତ୍ର ଜଣେ ମାତ୍ର ଉପାସନାର ଯୋଗ୍ୟ ଉପାସ୍ୟ ପ୍ରଭୁ ମାନିଲେ ସେ ମଣିଷକୁ ସ୍ୱର୍ଗ ସୁଖୀ କରାଇବାର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଭୁ ବୋଲି ନ ମାନିଲେ ନର୍କ ଦଣ୍ଡର ଭୟ ଦେଖାଇଛନ୍ତି। ସଂସାରରେ ଜୀବଶ୍ରେଷ୍ଠ ମଣିଷ ସୃଷ୍ଟିର ଏହା ହିଁ ମୂଳ ଲକ୍ଷ୍ୟ। ନହେଲେ ଭଗବାନ ଅଲ୍ଲାହ ଆପଣାଜାତ ଖୋଦ୍ ଜାତ ଖୋଦା ସ୍ୱୟମ୍ଭୁ ବିଧାତା ମଣିଷକୁ ସୃଷ୍ଟି କରିନଥାନ୍ତେ। କୋରାନ ପାଠରୁ ସ୍ପଷ୍ଟ ଜଣାଯାଇଥାଏ। କାରଣ ମଣିଷ ସୃଷ୍ଟି କରିବା ପୂର୍ବରୁ ଖୋଦା ତାଙ୍କର ଦେବଦୂତ ବା ମଲାଇକା ବା ଫରିସ୍ତା ବା ଏଞ୍ଜେଲମାନଙ୍କୁ ଶୁଣାଇ କହିଥିଲେ କି ମୁଁ ମାଟିରୁ ମୋର ନାଏବ ବା ଭୂମିର ପ୍ରତିନିଧି ବାସକାରୀ ବଶର ମଣିଷକୁ ସୃଷ୍ଟି କରିବି। ସେତେବେଳେ ଫରିସ୍ତା ବା ଦେବଦୂତଗଣ ସମୂହ ସ୍ୱରରେ କହିଥିଲେ ମଣିଷ ବାସ ଉପଯୋଗୀ ବଶରକୁ କାହିଁକି ସୃଷ୍ଟି କରିବେ? ସେ ଭୂମିକୁ ଯାଇ କଳହ କରିବ, ଫିସାଦ ମଚାଇବ, ରକ୍ତପାତ କରି ଖୁନୀ ହେବ। ଅଲ୍ଲାହ କହିଲେ ଯାହା ମୁଁ ଜାଣିଛି ତୁମ୍ଭେମାନେ ତାହା ଜାଣନା। ସେଠୁ ଫରିସ୍ତାମାନେ ଚୁପ୍ ରହିଲେ। ଖୋଦା ଅତୀତ ବର୍ତ୍ତମାନ ଭବିଷ୍ୟତକୁ ଜାଣୁଥିବା ତ୍ରିକାଳଦର୍ଶୀ, ଗୁପ୍ତ ଅଜଣା କଥା ଜାଣୁଥିବା ପରମ ବା ଶ୍ରେଷ୍ଠ ସାକ୍ଷ୍ୟଦାତା ବୋଲି ନିଜକୁ ଆଲେମୁଲ ଗୈବି ଓ ଶାହାଦତି ବା ଆଲମ ବା ଦୁନିଆର ସବୁ ଗୁପ୍ତ କଥାର କର୍ତ୍ତା ଜ୍ଞାତା ନିଜକୁ କହିଛନ୍ତି। ଆଉ କହିଛନ୍ତି ମୁଁ ମଧ୍ୟ ଜାଣେ ମଣିଷ ଯାହା କହେ ଏବଂ ଯାହା ଲୁଚାଏ। ଧର୍ମ ସ୍ରଷ୍ଟା, ଧର୍ମଧାତା ବା ଧରି ରଖିବାକାରୀ ସବୁ ସେଇ ଜଣେ ଖୋଦା, ଜଣେ ଅଲ୍ଲାହ ସବୁରି ଉପରେ ବିଜୟୀ ବୋଲି ବି କହିଛନ୍ତି। ଏକ ଅଲ୍ଲାହ ସବ ପର ଗାଲିବ, ଅଲ୍ଲାହ ହର ଚିଜ ପର କାଦିର ହୈ। ଅଲ୍ଲାହ ପ୍ରତ୍ୟେକ ଜିନିଷ ଉପରେ କରିବାପଣ କର୍ତ୍ତୃତ୍ୱ ରଖେ। ଅଲ୍ଲାହ ତାଙ୍କର ଏକେଶ୍ୱରବାଦର ସବୁଦିନିଆ ରହିବାର ସନାତନ ଧର୍ମ, ସ୍ୱର୍ଗ ସୁଖୀ ହୋଇ ଚିରଶାନ୍ତି ପ୍ରାପ୍ତି ବା ପାଇବାର ଶାନ୍ତିମୟ ଧର୍ମ ଇସଲାମକୁ ସୃଷ୍ଟି କରି ଏକେଶ୍ୱରବାଦ ଧର୍ମର ପ୍ରଚାର ପ୍ରସାର ଗ୍ରହଣ ତାଙ୍କ ପ୍ରେରିତ ବାର୍ତ୍ତାଧର ପୈଗାମଧାରୀ ପୈଗମ୍ବରମାନଙ୍କ ଜରିଆରେ ଅଜଣା କଥାର ଜଣେଇବାକାରୀ ନବୀ ଏବଂ ଆକାଶୀ ବହି ଦେଇ ରିସାଲତ ବା ପୁସ୍ତକ ଦେଇ ରସୁଲ କରି ସନ୍ଥ ପୁରୁଷମାନଙ୍କୁ ପଠାଇ ପ୍ରତିଷ୍ଠା ଦେଲେ। ପୁଣି ସେଇ ଅଲ୍ଲାହ ମଣିଷକୁ ପରୀକ୍ଷା କରିବା, ମଣିଷକୁ ଆଜମାଇଶରେ ପକାଇ ଯାଞ୍ଚ କରିବା ପାଇଁ ନିଆଁରୁ ତଥା ମଣିଷ ପୂର୍ବରୁ ଜାତ ଶଇତାନ ବା ଇବ୍ଲିସକୁ ମାଟିରୁ ବା ଖାକରୁ ଜାତ ଆଦମ ଯିଏକି ଖୋଦାଙ୍କର ଆଦମୀ ବା ମଣିଷ ନାମ ଧରି ମାଟି ମୂର୍ତ୍ତିରୁ ଜୀବନ୍ୟାସ ପାଇଥିଲା, ସେଇ ଆଦମକୁ ସାଷ୍ଟାଙ୍ଗ ପ୍ରଣିପାତର ମୁଣ୍ଡିଆ ମାରିବା ପାଇଁ ସ୍ୱର୍ଗ, ବୈକୁଣ୍ଠ ବା ଜନ୍ନତ ଫିରଦୌସରେ ଥିବା ସବୁ ଫରିସ୍ତାଙ୍କୁ ଆଦେଶ ଦେଇଥିଲେ। ଖୋଦାଙ୍କର ଆଦେଶ ମାନି ସ୍ୱର୍ଗର ସବୁ ମଲାଇକା ବା ଏଞ୍ଜେଲ ମଣିଷକୁ ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ମାରିଲେ। ହେଲେ ଅଗ୍ନିଜାତ ଇବ୍ଲିସ ବା ଶଇତାନ ଅଲ୍ଲାହଙ୍କର ଆଦେଶ ଅମାନ୍ୟକାରୀ ହୋଇ ଖୋଦାଙ୍କର ପ୍ରଶ୍ନ ପଚରାର ଉତ୍ତରରେ କହିଲା ମୁଁ ମଣିଷଠାରୁ ପୂର୍ବରୁ ଜାତ, ମୁଁ ମଣିଷଠାରୁ ବଢ଼ିଆ। ମୋତେ ଗରଜ ପଡ଼ିନାହିଁ କି ଯେ ମୁଁ ମଣିଷକୁ ମୁଣ୍ଡିଆ ମାରିବି, ଯାହାକୁ ତୁ ଖୋଦା ମାଟିରୁ ଜାତ ବା ତିଆରି କରିଛୁ। ଅଲ୍ଲାହ ଇବ୍ଲିସକୁ ମର୍ଦୁଦ ବା ଦୁଷ୍ଟ ପାଜି କହି ସ୍ୱର୍ଗ ବୈକୁଣ୍ଠରୁ ତଡ଼ିଦେବା ବେଳେ ଶଇତାନ ଚ୍ୟାଲେଞ୍ଜର ସହିତ ଆହ୍ୱାନ ଦେଇ କହିଥିଲା ହେ ଅଲ୍ଲାହ, ତୁ ମୋତେ ପଥଭ୍ରାନ୍ତ କଲୁ, ମୁଁ ମଧ୍ୟ ତୋର ବଶର ବା ବାସକାରୀ ମଣିଷର ଶତ୍ରୁ ହେବି, ତାକୁ ତୋଠାରୁ ଭୁଲାଇ ଦେବି, ଚାରିଆଡ଼ୁ ଆସିବି,
କହିବି କି ମଣିଷ ତୋର ଏକେଶ୍ୱରବାଦର ଧର୍ମକୁ ବଦଳାଇ ଦେବ, ଅନେକେଶ୍ୱରବାଦ ଧର୍ମରେ ପରିବର୍ତ୍ତିତ କରିଦେବ। ଯଦି ତୁ ମୋତେ ଆଲ୍ଲାହ ସୃଷ୍ଟି ସଂସାରର ସବୁ ବା ପ୍ରତ୍ୟେକ ମଣିଷର ମରି ଏକାଥରକେ ବଞ୍ଚି ଉଠିବାର ବିଚାର ଦିବସ, ପରିଣାମ ପ୍ରାପ୍ତିର ଦିନ, ଯେଉଁଦିନ ମଣିଷ ନିଜ ନିଜର ଭୂମିର ପ୍ରଥମ ମରଣଶୀଳ ଜୀବନ ବିତାଇ ତାର କର୍ମଫଳ ଭୋଗିବା ପାଇଁ ହସ୍ର କି ମୈଦାନ ବା ପରିଣାମ ପ୍ରାପ୍ତିର ପଡ଼ିଆରେ ଯାଇ ଠିଆ ହେବାର ଦିନ, କୟାମତ ପର୍ଯ୍ୟନ୍ତ ମୋହଲତ ବା ସୁଯୋଗ ଅବସର ଦେବୁ ତ ନିଶ୍ଚୟ ମୁଁ ଶୈତାନ ମଣିଷକୁ ପେଶି ଦେବି। ଆଲ୍ଲାହ ଶୈତାନକୁ ମଣିଷକୁ ପଥଭ୍ରାନ୍ତ ବା ଗୁମରାହ କରାଇବାର ସମ୍ମତି ଦେଇଥିଲେ ବୋଲି ନିଜେ କୋରାନରେ କହିଛନ୍ତି। ପୁଣି ମଣିଷକୁ ଜଣାଇ ଶୁଣାଇ ସେହି କୋରାନରେ କହିଛନ୍ତି, ଇନ୍ନା ଶୈତାନ ଲିଲ୍ ଇନସାନ ଆଦୁଉମ୍ ମୁବିନ୍, ଅର୍ଥାତ୍ ଶୈତାନ ଇନସାନ ବା ମଣିଷର ମୁକ୍ତ ଶତ୍ରୁ ଅଛି। ଶୈତାନକୁ ଆଲ୍ଲାହ ମଣିଷକୁ ପଥହୁଡ଼ା କରାଇବାର ମୋହଲତ ବା ସୁଯୋଗର ଅନୁମତି ଦେବାର ଏକମାତ୍ର କାରଣ ତାଙ୍କର ନର୍କକୁ ବା ଦୋଜଖକୁ ଅବିଶ୍ୱାସୀ, ଅମାନିଆ, କପଟିଆ, ଧର୍ମ ନଷ୍ଟକାରୀ, ଜାଲିମ, ଅତ୍ୟାଚାରୀ ଅର୍ଥାତ୍ କାଫିର, ମୁନକିର, ମୁନାଫିକ, ଫାସିକ ଏବଂ ଜାଲିମ ବା ଜୁଲୁମକାରୀ ମଣିଷମାନଙ୍କ ଦ୍ୱାରା ଭର୍ତ୍ତି କରିବେ। ସବୁ ବନ୍ଦା ବା ଦାସ ବା ଭକ୍ତଙ୍କୁ ନୁହେଁ। ଆଲ୍ଲାହ ଇବ୍ଲିସ ବା ଶୈତାନ ଆଗରେ ପୁଣି କହିଥିଲେ କି, ଦେଖ, ଯିଏ ମୋର ନିଷ୍ଠାପର, ନୈଷ୍ଠିକ, ଶରୀର, ମନ ଓ କଥାରେ ପ୍ରକୃତରେ ମାନୁଥିବା, ପାଳୁଥିବା ବନ୍ଦାଙ୍କୁ, ଭକ୍ତଙ୍କୁ ତୁ କଦାପି ଭୁଲାଇ ପାରିବୁ ନାହିଁ, ଗୁମରାହ କରାଇ ପାରିବୁ ନାହିଁ। ତୋତେ ଯିଏ ପ୍ରଭୁ ମାନିବ, ସାଙ୍ଗ କରିବ, ତୋର ପ୍ରଲୋଭନ ଆକର୍ଷଣରେ ସହଜରେ ପଡ଼ିଯିବ, ସେହିମାନଙ୍କୁ ଯାହା ତୁ କାବୁରେ ଆଣିବୁ, ଅକ୍ତିଆର କରିପାରିବୁ, ଆଉ ଏଇଭଳିଆ ଲୋକମାନଙ୍କ ସହିତ ତୋତେ ମିଶାଇ ସମସ୍ତଙ୍କୁ ଜହେନ୍ନମ ବା ନର୍କ ବା ଦୋଜଖରେ ପକାଇ ଦେବି। ମୋର ସଂକଳ୍ପ ବା ୱାଦା ରହିଲା। ଏବେ ଯା, ତୋର କରାମତି ବା କମାଲ ଦେଖା। ଅଗତ୍ୟା ଆଲ୍ଲାହ ହିଁ ଶୈତାନକୁ ନିଆଁରୁ ସୃଜି ଜୀବଶ୍ରେଷ୍ଠ ସର୍ବୋତ୍ତମ ମଣିଷକୁ ଧର୍ମାଦି କ୍ଷେତ୍ରରେ ସତ୍ପଥ ଏବଂ ବିପଥଗାମୀ କରାଇଛନ୍ତି। ଆଉ ଧର୍ମୀୟ ଦର୍ଶନ ତଦନୁଯାୟୀ ମଧ୍ୟ ବଦଳି ବି କ୍ରମଶଃ ହୋଇଯାଇଛି। ଆଲ୍ଲାହ କୋରାନରେ କହିଛନ୍ତି, ମଣିଷମାନଙ୍କୁ କ'ଣ ଏତିକି ଟିକିଏ କଥାରେ ମୁଁ ଜଣେ ଆଲ୍ଲାହ ଛାଡ଼ିଦେବି କି? ସେ ଏବଂ ସେମାନେ କହିବେ, ଆମ୍ଭେ ମଣିଷମାନେ ଆଲ୍ଲାହ ତୋ ଉପରେ ବିଶ୍ୱାସ ଆଣିଲୁ, ଆଉ ତାଙ୍କର ପରୀକ୍ଷା ବା ଆଜମାଇଶ ହେବ ନାହିଁ? ଏହା ଜମାରୁ ନୁହେଁ। ମଣିଷର ମୋ ପ୍ରତି ରହିଥିବା ଇମାନ ବା ୟକୀନ ବା ବିଶ୍ୱାସର ସ୍ଥିତିର ନିଶ୍ଚୟ ପରୀକ୍ଷା ମୁଁ ଆଲ୍ଲାହ ମଣିଷକୁ କରିବି, କିଛି ଭୋକରୁ, କିଛି ଭୟରୁ, କିଛି ସ୍ୱଳ୍ପତାର ଅଭାବମୟତାରୁ, କିଛି ବିପଦରେ ପକାଇବାରୁ। ଆଉ ଯେବେ ବି ମଣିଷ ଉପରକୁ ଏସବୁ ଆସିବ, ସେବେ ମଣିଷ ମୋତେ ଜଣାଇ କହିବ, ଇନ୍ନା ଲିଲ୍ଲାହି ୱ ଇନ୍ନା ଇଲୈହି ରାଜିଉନ୍, ଅର୍ଥାତ୍ ଆମେ ମଣିଷ ଆଲ୍ଲାହଙ୍କ ସମ୍ପତ୍ତି ଅଟୁ, ଆମକୁ ମରିସାରି ଆଲ୍ଲାହଙ୍କ ପାଖକୁ ଫେରିବାକୁ ପଡ଼ିବ। ଆଲ୍ଲାହ କୋରାନରେ କହିଛନ୍ତି, ହେ ମଣିଷ, ତୁମର ଏହି ଏକେଶ୍ୱରବାଦର ଖୋଦାର ଧର୍ମ ଏକ ହିଁ ଧର୍ମ, ଯାହାକୁ ତୁମେ ମନର ବିଶ୍ୱାସରେ ଏବଂ କାମର କରିବାରେ ପାଳନ କରିବ। ମୁଁ ସ୍ୱୟମ୍ଭୁ ବା ଆପଣା ଜାତ ଖୋଦ୍ ଜାତ ଖୋଦା ହିଁ ତୁମର ଜଣେ ମାତ୍ର ପ୍ରଭୁ, ଉପାସନାର ଯୋଗ୍ୟ ଉପାସ୍ୟ। ମୋ ଛଡ଼ା ତୁମର ଆଉ ପ୍ରଭୁ ଖୋଦା ନାହିଁ। ହେ ମଣିଷ, ତୁମେ କେବଳ ମୋର ଏବଂ ମୋର ପୈଗମ୍ବରମାନଙ୍କର ଆଦେଶ ମାନିବ, ହୁକୁମ ପାଳିବ, ଅନ୍ୟ କାହାରି ଆଦୌ ମାନିବ ନାହିଁ। ମାନିଲେ ଏକେଶ୍ୱରବାଦର ଶାନ୍ତିମୟ ଇସଲାମ ଧର୍ମଠାରୁ ଦୂରେଇ ବିପଥଗାମୀ ହୋଇଯିବ। ମଲାପରେ ଅବଶ୍ୟ ମୁଁ ଆଲ୍ଲାହ ତୁମ ମଣିଷମାନଙ୍କୁ ଆଉ ଥରେ ପୁନର୍ବାର ବଞ୍ଚାଇବି। ତୁମେ ଯେଉଁଠି ଥାଅ ନା କାହିଁକି, ମୃତ୍ୟୁ ତାର ସ୍ଥିରୀକୃତ ନିର୍ଦ୍ଦିଷ୍ଟ ସମୟରେ ତୁମ ପାଖକୁ ଆସି ପହଞ୍ଚିଯିବ। ଇଜ୍ରାଇଲ ନାମକ ଫରିସ୍ତା ବା ମଲାଇକାଙ୍କୁ ମୁଁ ଆଲ୍ଲାହ ଜୀବଙ୍କୁ ମାରିବାର, ମୃତ୍ୟୁ ଦେବାର ଦାୟିତ୍ୱ ନ୍ୟସ୍ତ କରିଅଛି। ଇଜ୍ରାଇଲଙ୍କୁ ଅନ୍ୟ ନାମରେ ମୌତ କା ଫରିସ୍ତା କୁହାଯାଏ ବା ମଲେକୁଲ ମୌତ।
ଯେଉଁଠି ଯେଉଁଠି ମଣିଷ ମରିବେ ସେ ସେଇଠି ଯାଇ ତାଙ୍କର ଅନୁଚର ବର୍ଗଙ୍କ ଗହଣରେ ପହଞ୍ଚିଯିବେ, ଉପସ୍ଥିତ ହୋଇ ମଣିଷକୁ ଦିଶିବେ। ଆଲ୍ଲାହ କହିଛନ୍ତି, ଜାହିରୀ ଏବଂ ବାତିନି ବା ଦୃଶ୍ୟ ଏବଂ ଅଦୃଶ୍ୟ ବା ଗୁପ୍ତ ହୋଇ ଦୁଇ ଜଗତ ବା ଦୁନିଆ ଅଛନ୍ତି। ଦୃଶ୍ୟ ଜଗତକୁ ମଣିଷ ଦେଖୁଅଛି ତାର ବଞ୍ଚି ରହିଥିବା ଐହିକ ପ୍ରଥମ ଜୀବନରେ, ଆଉ ବାତିନି ଜଗତ ବା ଅଦୃଶ୍ୟ ଜଗତକୁ ଯେବେ ମୃତ୍ୟୁ ଯନ୍ତ୍ରଣାରେ ବେହୋସ୍ ଥିବ, ମୃତ୍ୟୁ ଯନ୍ତ୍ରଣାର ସକରାତ୍ ମଣିଷକୁ ଲାଗିବ, ସେବେ ଦୃଶ୍ୟ ଜଗତରୁ ସମ୍ପୂର୍ଣ୍ଣ ବାହାରି ମୃତ୍ୟୁଗାମୀ ମଣିଷ ବାତିନି ଜଗତକୁ ଦେଖିବ, ଯେଉଁଠି ଦେବଦୂତ ଥିବେ, କବର ଥିବ। କବର ଭିତରେ ମଣିଷ ପୁନର୍ଜୀବିତ ହୋଇ ଅଧା ଜୀବନ ପାଇ ଉଠି ବସିବ। ସାମ୍ନାରେ ପ୍ରଶ୍ନ ପଚରାର ଦୁଇ ଦେବଦୂତ ମୁନକିର ନକିର ଠିଆ ହୋଇଥିବେ। ମଣିଷର ଐହିକ ପୂର୍ବର ନଶ୍ୱର ଜୀବନ ଓ ସଂସାର କର୍ମ କରିବା ମାଫିକେ ତାଙ୍କର ରୂପ ତଥା ବ୍ୟବହାର କୋମଳ, କଠୋର ବା ସୁନ୍ଦର, କୁତ୍ସିତ, କଦାକାର, ଭୟଙ୍କର ଥିବ। ସେହିଭଳି ରୂପ ଧରି ଦୁହେଁ ଆସିବେ। ମହାପୁରୁଷ ମହମ୍ମଦ ଭବିଷ୍ୟତବାଣୀ ଦେଇ କହିଛନ୍ତି, କୋରାନରେ ବି ଫରିସ୍ତା କବର ଭିତରକୁ ଆସିବାର ବିବରଣୀ ରହିଛି। ଆସି ସେମାନେ ମଲା ମଣିଷକୁ ଜୀବନ ଦେଇ କହିବେ, କାଢ଼ ନିଜର ଜୀବାତ୍ମାକୁ, ଆଜି ତୁମକୁ ଅପମାନକର ଦଣ୍ଡ ଦିଆଯିବ। କାରଣ ତୁମେ ମଣିଷ ଭୂମିରେ ଅନ୍ୟାୟ କରୁଥିଲ, ଫୁଟାଣି କାଢ଼ୁଥିଲ। ସେମାନେ ହାତ ମଧ୍ୟ ବଢ଼ାଇଥିବେ। କୋରାନ ଭାଗ 7। ତୁମକୁ ଖାରିକା ଆଜାବ ଦେବୁ, ଅର୍ଥାତ୍ ତୁମକୁ ଯାତନାଦାୟକ ଅପମାନଜନକ ଯନ୍ତ୍ରଣା ଦିଆଯିବ। ଆଲ୍ଲାହ କହିଛନ୍ତି, ଧର୍ମ ଗୋଟିଏ, ଆଉ ତାହା ଇସଲାମ। ଆଲ୍ଲାହଙ୍କୁ କେବଳ ଉପାସ୍ୟ ଖୋଦା ପ୍ରଭୁ ବୋଲି ମନରେ କାମରେ ମାନୁଥିଲେ ମଣିଷ ଅମନ ବା ଶାନ୍ତି ପାଇବ। ନହେଲେ ମଲା ପରେ ଅବିଶ୍ୱାସୀ, ଅମାନିଆ, ସମକକ୍ଷକାରୀ, କପଟିଆ, ଆଲ୍ଲାହଙ୍କ ଧର୍ମ ନଷ୍ଟକାରୀ, ଜାଲିମ ବା ଅତ୍ୟାଚାରୀ, ଆତ୍ମା ପ୍ରତି ଜୁଲୁମକାରୀ ମଣିଷ ଜମାରୁ ସଫଳତା ପାଇବ ନାହିଁ। ଯେଉଁ ମଣିଷମାନେ ନିଆଁରେ ପୋଡ଼ା ଯାଉଛନ୍ତି, ସେମାନଙ୍କ ମଲା ପରେ ସେମାନେ ସିଧାସଳଖ ସର୍ବଦା ନର୍କ ନିଆଁ ନାରରେ ଜଳିବା, ନିଆଁର ବିଛଣାରେ ଶୋଇବା, ନିଆଁର ଚାଦର ଘୋଡ଼ିବା, ଚିତ୍କାର ଛାଡ଼ିବା, ଅନୁତପ୍ତ ହେବା, ଆଉଥରେ ଇହ ଜୀବନ ପାଇବାର ଆକୁଳ ନିବେଦନ ଆଲ୍ଲାହଙ୍କୁ କରିବା, କଣ୍ଟା ଗଛ ଭୁଜ ରକ୍ତକୁ ଖାଦ୍ୟ ପାନୀୟ କରିବା, ମୁଣ୍ଡରେ ଅଜାବର ଫରିସ୍ତା ବା ଯନ୍ତ୍ରଣାକାରୀ ଦେବଦୂତ ସେମାନଙ୍କୁ ମାର୍ତୁଲ ମାଡ଼ ମାରିବେ, ହ୍ୟାମରରେ ପିଟିବେ, ମୁଣ୍ଡ ଫାଟି ଯାଉଥିବ, ପୁଣି ତିଆରି ହେଇଯାଉଥିବ, ପୁଣି ଫାଟି ଯାଉଥିବ, ପୁଣି ତିଆରି ହେଇଯାଉଥିବ, ଏମିତି ରୀତିମତ ଚାଲିଥିବ। ଗରମ ଫୁଟନ୍ତା ଡହଡହ ପାଣିରେ ପହଁରିବା କରିବେ। କୋରାନ ବାକ୍ୟ ଅଛି, ଫିନ୍ନାରି ଜାହାନ୍ନାମା ଖାଲିଦିନା ଫିହା, ଅର୍ଥାତ୍ ନିଆଁ ବା ନାରରେ ପୋଡ଼ି ହୋଇ ସିଧା ନର୍କକୁ ଚାଲିଯା। ମୁସଲମାନ ପାପୀ ମଣିଷର କବରରେ ମଧ୍ୟ ନିଆଁ ଜଳିବ, ସାପ ବିଛା କାମୁଡ଼ିବେ। କବରକୁ ମୁଣ୍ଡ ଉପରୁ ଗୋଡ଼ ତଳୁ ଦୁଇ ପାଖରୁ ଚିପି ଦିଆଯିବ। ଆଲ୍ଲାହ କହିଛନ୍ତି, ଭୋଗ ମୋତେ ମାନୁ ନ ଥିବାର ପରିଣାମକୁ ତୁମକୁ ତାହାରି ବଦଳ ଯାହା କରୁଥିଲ। ତୁମକୁ ମଣିଷ ମୁଁ ଆଲ୍ଲାହ ଆୟୁଷ, ବୟସ, ବୁଝିବା, ବିଚାରଶକ୍ତି, ବୁଦ୍ଧି, ଦେଖିକି ଶିଖିବାର ସୁଯୋଗ, କୋରାନ ପଢ଼ିବାର ଅବସର ସବୁକିଛି ଦେଇଥିଲି। ତୁମେ ସେସବୁର ସଦ୍‌ବିନିଯୋଗ କରିନଥିଲ। ଏକେଶ୍ୱରବାଦ ଧର୍ମୀୟ ଦର୍ଶନର ଏହା ପ୍ରକୃତ ଦୈବୀ କୋରାନୀୟ ବିବରଣୀ। ମୂର୍ତ୍ତି ସମକକ୍ଷୀ ପୂଜାର ଧର୍ମୀୟ ଦର୍ଶନ କୋରାନର ବିବେଚନାରେ ନିହାତି ଅସାର ବା ବୃଥା, ଆଉ ତାହାର ଦର୍ଶନ ମଣିଷର ଆଖି ଆଗରେ ଜଳଜଳ ପ୍ରତୀୟମାନ। ତେଣୁ ତା କଥା ଆଉ କ'ଣ କୁହାଯିବ? ବିନମ୍ର ଅନୁରୋଧ, କୋରାନ ପଢ଼ନ୍ତୁ, ମୁସଲମାନ ହୋଇ ମରନ୍ତୁ, ରାହତ ବା ମୁକ୍ତି ପାଇବେ ନର୍କ ଯନ୍ତ୍ରଣାଠାରୁ। ଆଲ୍ଲାହର ସତ୍ୟ ବଚନ ଅଛି। ଏହାଠାରୁ ଧର୍ମୀୟ ଦର୍ଶନର ଆଉ ବଡ଼ କଥା, ଗ୍ରାହ୍ୟତାର କଥା, ସାର କଥା ନାହିଁ। ତେଣିକି ଶ୍ରୋତାଙ୍କର ଆପଣଙ୍କର ନିଜର ମନର ଇଚ୍ଛା। ମନର ମୂଳେ ଏ ଜଗତ କେବଳ ନାହିଁ, ଦୁର୍ଲଭ ଜୀବନ ବି ଅଛି। ଜଗତ ଓ ଜୀବନକୁ ନେଇ ମଣିଷ ଅତିବାହିତ କରେ ସମୟର ପଥରେ ଥାଇ। ବର୍ତ୍ତମାନର ସମୟ ହୁଏତ ଆଗାମୀ ସମୟରେ ସୁଧାର ଆଣିପାରେ, ଯଦି ଖୋଦାର ଇଚ୍ଛା ଥାଏ, ମଣିଷର ନିଷ୍ଠା ରହେ। ଖୋଦା କହିଛନ୍ତି, ତୁମେ ମଣିଷ କ'ଣ ଚାହିଁବ ଯୋଉ ପର୍ଯ୍ୟନ୍ତ ଖୋଦା ମୁଁ ଚାହିଁ ନାହିଁ। ଆଲ୍ଲାହ ସତ୍ ପଥ ଯାହାକୁ ଚାହେଁ ଦେଖାଏ, ଆଉ ଯାହାକୁ ଚାହେଁ ବିପଥଗାମୀ କରାଏ। ଆଲ୍ଲାହ
କ'ଣ ସବୁ ହାକିମଙ୍କ ଠାରୁ ବଡ଼ ହାକିମ ନୁହେଁ? ମଣିଷକୁ କ'ଣ ସେହି ସମୟ ଆସିନାହିଁ କି ଆଲ୍ଲାହର ମନେ ପକାଇବାରେ, ସ୍ମରଣରେ ତା'ର ମନ ବ୍ୟାକୁଳ ବ୍ୟତିବ୍ୟସ୍ତ ନ ହେଉଥିବାର? ହେ ମଣିଷ, ନାଦାନ ବା ମୂଢ଼ ଅଜ୍ଞ ହୋଇଯାଅ ନାହିଁ। ତୁମକୁ ମୋର ଧର୍ମୀୟ ଦର୍ଶନ ଗ୍ରହଣ କରିବାକୁ ବାଧ୍ୟ କରିବି ନାହିଁ, କାରଣ ବାଧ୍ୟବାଧକତାରେ ମନର ପରିବର୍ତ୍ତନ ହୁଏ ନାହିଁ, କିମ୍ବା ଗ୍ରହଣ ନ କଲେ ଛାଡ଼ିବି ମଧ୍ୟ ନାହିଁ। ଆଲ୍ଲାହର ସତ୍ୟ ସଂକଳ୍ପ। ଆଲ୍ଲାହ କଦାପି ୱାଦା ଖିଲାପ କରି ନଥାଏ।